সর্বনিম্ন মজুরি কথা রায়গড়াରୁ ଆସିଛନ୍ତି ସୁଦୂର କାଶୀପୁର ଅଞ୍ଚଳରୁ ସେମାନେ ସର୍ବନିମ୍ନ ମଜୁରୀ ପାଇଁ ବହୁତ ଲଢ଼େଇ କରୁଛନ୍ତି। ଏ ପର୍ଯ୍ୟନ୍ତ ଦେଶର ଲଢ଼େଇ ସମାଧାନ ହେଇନି। ତାକୁ କୁହାଯାଉଛି ତମେ ସ୍ୱେଚ୍ଛାସେବୀ ତମକୁ ସର୍ବନିମ୍ନ ମଜୁରୀ ଦିଆଯିବ, କିନ୍ତୁ ଶ୍ରମ ବିଭାଗ ତାଙ୍କର ସାଥ ଦେଇଛି। ଟିକେ ଡିଷ୍ଟର୍ବ ହଉଛି। ଶ୍ରମ ବିଭାଗ ସାଥ ଦେଇଛି। ଶ୍ରମ ବିଭାଗ ଲେଖିଛି କର୍ଣ୍ଣାଟକ ରାଜ୍ୟରେ ଗୋଟିଏ ଡିପାର୍ଟମେଣ୍ଟରେ ସେମାନେ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲେ। ଗୋଟେ ସରକାରୀ ଡିପାର୍ଟମେଣ୍ଟରେ ସେମାନଙ୍କୁ ଗଭର୍ଣ୍ଣମେଣ୍ଟ କୋର୍ଟର ଅର୍ଡରରେ ହାଇକୋର୍ଟର କର୍ଣ୍ଣାଟକ ହାଇକୋର୍ଟରେ ଜିତିକି ସେମାନଙ୍କୁ ସର୍ବନିମ୍ନ ମଜୁରୀ ଦିଆଯାଇଛି। ତେଣୁ ତମେ ମଧ୍ୟ ସର୍ବନିମ୍ନ ମଜୁରୀ ଦେବାକୁ ବାଧ୍ୟ। ତା ସହିତ ଆମ ଗଣରେ ଅଛନ୍ତି ସ୍ୱେଚ୍ଛାସେବୀମାନଙ୍କର କଥା, ଭଲଣ୍ଟାରୀ ୱାର୍କର ମାନଙ୍କ କଥା କୁହାଗଲା। ସେମାନେ ମଧ୍ୟ ବର୍ତ୍ତମାନ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ଅଛନ୍ତି। କିନ୍ତୁ এই সর্বনিম্ন মজুরি ପାଇଁ ଯୋଉ ଆନ୍ଦୋଳନ କରୁଛନ୍ତି ଏ ଆନ୍ଦୋଳନର ତରିକାଟା ଆମର ସୀମିତ ହେଇଯାଇଛି। ଆମ ସଂଖ୍ୟା ଯେତିକି ଆମେ ସେତିକି ଆନ୍ଦୋଳନକୁ ଓହ୍ଲାଉନାହାନ୍ତି। ବର୍ତ୍ତମାନ ଯୋଉ ପରିସ୍ଥିତି ଆସିଛି ଏ ସ୍ପିଡରେ ଯଦି ଆମେ ଗାଡିକୁ ଚଲେଇବା ଏତେ ବଡ ଅଟ୍ଟାଳିକାକୁ ଯେ ଆମ ସଂଗଠନର ସର୍ବନିମ୍ନ ମଜୁରୀ ଦାବି ଏଇ ଲେବର କୋଡ୍ ଆସିଲା ପରେ ସହଜ ହବ ନା କଷ୍ଟ ହବ? ଆମ ଅସ୍ଥାୟୀ କର୍ମଚାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ଚାକିରି ରହିବ ନା ଯିବ? ତେଣୁ ଆମକୁ ସଂଗଠନର ଆବଶ୍ୟକ ଅଛି ନା ନାହିଁ ତାକୁ ଚିନ୍ତନ କରନ୍ତୁ। ତାକୁ ନେଇକି ନିଜର କଥା କହିବେ। ଆମର ଅସ୍ଥାୟୀ କର୍ମଚାରୀ ମାନଙ୍କ ପାଇଁ, ଠିକା କର୍ମଚାରୀ ମାନଙ୍କ ପାଇଁ, ସ୍କିମ୍ ୱାର୍କର ମାନଙ୍କ ପାଇଁ ଯୋଉ ଆନ୍ଦୋଳନ ଆରମ୍ଭ ହୋଇଛି ସର୍ବଭାରତୀୟ ସ୍ତରରେ ସମସ୍ତଙ୍କୁ ଯୋଡ଼ିବା ପାଇଁ ଆଇଏଫ୍ଟିର ଜେନେରାଲ ସେକ୍ରେଟାରୀ ସାଥୀ ଟି ଶ୍ରୀନିବାସ ଆମକୁ ପୁରା ଦେଶର ଆମର ଆନ୍ଦୋଳନର ସ୍ଥିତି କୋଉ କୋଉ ରାଜ୍ୟରେ ଆମ ସଂଗଠନ ତିଆରି ହେଇଛି ତାକୁ ନେଇକରି ଆମେ ବି ସେଇ ସଂଗଠନକୁ ସପୋର୍ଟ କରି ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ସେ ଆନ୍ଦୋଳନକୁ ଆଗକୁ ନେବା। ତା ଉପରେ ଏବଂ ଆଜିର ଯୋଉ ବିପଦ ଆସିଛି ବିପଦ ଉପରେ ଆମକୁ ବୁଝେଇବେ। ଆମେ ଆଲୋଚନା କରିବା ଏବଂ ଶାନ୍ତି ଶୃଙ୍ଖଳାରେ ଆଲୋଚନା କରିବା। କୌଣସି ଡିଷ୍ଟର୍ବ କରିବେନି। ଯାହାର ପାଣି ପିଇବା ଅଛି ବାହାରକୁ ଯାଇ ପିଇକି ଧୀରେ ଆସିବେ। ଅନ୍ୟମାନେ ଯୋଉ ବାହାରେ ଅଛନ୍ତି ଦୟାକରି ଅନୁରୋଧ କରି ସମସ୍ତଙ୍କୁ ଡାକନ୍ତୁ।